ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ସେଇ ଯେଉଁ ନିତ୍ୟାନନ୍ଦ ଗଣ୍ଡକୁ ପ୍ରଶ୍ନ ଯେ ଆପଣ ଯେଉଁ କହିଥିଲେ ଯେ ଆମେ ଆପଣ ସେ ବିଭାଗର ମନ୍ତ୍ରୀ 3000 ଟଙ୍କା ଭତ୍ତା ଦେବୁ ଆଜି ପର୍ଯ୍ୟନ୍ତ କାହିଁକି ଦେଇନାହାନ୍ତି? ଆପଣ ଯେଉଁ ମୋହନ ମାଝୀ ଯେଉଁ ଓଡ଼ିଶା ସରକାର ଯେଉଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଯେଉଁ ଓଡ଼ିଶାବାସୀଙ୍କୁ କହିଥିଲେ ଆମେ ଆସିଲେ ଭତ୍ତା 3000 ଦେବୁ ମଦ ବନ୍ଦ କରିବୁ ଆଉ 300 ୟୁନିଟ୍ ବିଦ୍ୟୁତ୍ ଦେବୁ ଆଜି ପର୍ଯ୍ୟନ୍ତ ଆପଣ କଲେଣି କି? କିନ୍ତୁ ବଡ଼ ଦୁଃଖର କଥା ଏ ଯେଉଁ ବୁଢ଼ା ବୁଢ଼ୀ ବିକଳାଙ୍ଗ ବିଧବା ଏମାନଙ୍କୁ 3000 ଟଙ୍କା ଭତ୍ତା ଆଜି ପର୍ଯ୍ୟନ୍ତ ଆପଣ କାହିଁକି ଦେଉନାହାନ୍ତି? କାହିଁକି ଦେଉନାହାନ୍ତି? ତୁରନ୍ତ 3000 ଟଙ୍କା ଭତ୍ତା ଦିଅନ୍ତୁ। ଆଉ ଶିକ୍ଷାର ଯେଉଁ ଦୁର୍ନୀତି ହେଇଛି ଏ ଭତ୍ତା ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି। ଆପଣଙ୍କର ନିତ୍ୟାନନ୍ଦ ଗଣ୍ଡ କୌଣସି ନୈତିକ ଅଧିକାର ନାହିଁ ସେ ଚେୟାରରେ ବସିବା ପାଇଁ। ତାପରେ ଆଜ୍ଞା ବଡ଼ ଦୁଃଖର କଥା 3000 ତ ଦେଇନାହାନ୍ତି ଯେଉଁ 1000 ଟଙ୍କା ବି ଦିଆଯାଉଛି ବହୁତ ଜାଗାରେ ପାଉନାହାନ୍ତି। ଇଏ ସରକାରର କୌଣସି ଗୋଟେ ନୀତି ନିୟମ ନାହିଁ। ଗୋଟେ ଜିଲ୍ଲାରେ ପାଇଲେନି ତ ଆଉ ଗୋଟେ ଜିଲ୍ଲାରେ ପାଇନାହାନ୍ତି ଆଉ ଗୋଟେ ସବ୍ ଡିଭିଜନରେ ପାଇନାହାନ୍ତି। ଇଏ ଆଜ୍ଞା ସରକାରଙ୍କର ବିଜେପି ସରକାରଙ୍କର ମୋହନ ମାଝୀଙ୍କର ନିତ୍ୟାନନ୍ଦ ଗଣ୍ଡକୁ ମୁଁ ପଚାରିବାକୁ ଚାହୁଁଛି ଯେତେବେଳେ ଯେଉଁ ମାସରେ ଆପଣ ତ 3 ମାସ ବନ୍ଦ କରିଦେଲେ ଭତ୍ତା ତାପରେ ଦେଲେ ଯେତେବେଳେ ଭତ୍ତାଟା ମିଳିଲା ସମସ୍ତେ ରାଜ୍ୟ ଯାକ ଏକକାଳୀନ ପାଇବେ ନା ଗୋଟେ ସବ୍ ଡିଭିଜନରେ ପାଇବେ ଗୋଟେ ଜିଲ୍ଲାରେ ପାଇବେ ଆଉ ଗୋଟେ ଜିଲ୍ଲାବାସୀ ପାଇବେନି? ଏ ଯେଉଁ ସରକାର ଆପଣଙ୍କର ଯେଉଁ ନୀତି ସରକାରଙ୍କର ତାକୁ ଛାଡ଼ନ୍ତୁ। ରୀତିମତ ଗୋଟିଏ ଦିନରେ ରାଜ୍ୟବାସୀଙ୍କୁ ଭତ୍ତା ଦିଅନ୍ତୁ। ଯେଉଁ ବୁଢ଼ା ବୁଢ଼ୀ ବିକଳାଙ୍ଗ ଅନ୍ଧ କି ବିଧବା ଆକୁ ଦେବା ସାଙ୍ଗେ ସାଙ୍ଗେ କହିଥିବା 3000 ଟଙ୍କା ଭତ୍ତା ତୁରନ୍ତ ଦିଅନ୍ତୁ। ନିତ୍ୟାନନ୍ଦ ଗଣ୍ଡ ମହୋଦୟ ଆପଣଙ୍କ ମୋହନ ମାଝୀକି ମୁଁ ପଚାରିବାକୁ ଚାହୁଁଛି ନରେନ୍ଦ୍ର ମୋଦି ମହୋଦୟ 8 ଥର ଯେହେତୁ ଇଲେକ୍ସନ୍ ଆସିଲେ ତାଙ୍କୁ ବି ମୋର ପ୍ରଶ୍ନ ଯେଉଁ କହିଥିଲେ ଓଡ଼ିଶାରେ 3000 ଭତ୍ତା ଦେବାକୁ ଆଜି ପର୍ଯ୍ୟନ୍ତ କାହିଁକି ଦେଉନାହାନ୍ତି? ଭତ୍ତା ବି ପ୍ରତି ମାସରେ ଠିକ୍ ସମୟରେ ମିଳୁନାହିଁ ଯେଉଁଥିପାଇଁ ଓଡ଼ିଶାର ବୁଢ଼ା ବୁଢ଼ୀ ଅନ୍ଧ ବିକଳାଙ୍ଗ ବିଧବା ମହିଳାମାନେ ହଇରାଣ ହେଉଛନ୍ତି। ତୁରନ୍ତ ଆର ସମାଧାନ କରନ୍ତୁ। ନିତ୍ୟାନନ୍ଦ ଗଣ୍ଡ ମହୋଦୟ ଆପଣ ଯେମିତି ଧର୍ମେନ୍ଦ୍ର ପ୍ରଧାନ ଅଯୋଗ୍ୟ ବୋଲିକି ଇସ୍ତଫା ଦେଲା ଆପଣ ଜଣେ ଅଯୋଗ୍ୟ ଶିକ୍ଷାମନ୍ତ୍ରୀ ଅଯୋଗ୍ୟ ସୁରକ୍ଷା ମନ୍ତ୍ରୀ ଆପଣଙ୍କ ଦାୟିତ୍ୱରେ ଥିବା ବିଭାଗରେ ଆପଣ ଯଦି ଠିକ୍ କାର୍ଯ୍ୟ ନ ହେଉଛି ଆପଣ ଅଯୋଗ୍ୟ। ଧର୍ମେନ୍ଦ୍ର ପ୍ରଧାନ ଅଯୋଗ୍ୟ ବୋଲି ଯେମିତି ରିଜାଇନ୍ କଲା ଆପଣ ତୁରନ୍ତ ରିଜାଇନ୍ କରନ୍ତୁ। ନହେଲେ ଆଗାମୀ ଦିନରେ ଏ ଭତ୍ତାଧାରୀମାନେ ଏଇ ଯେଉଁ ଶିକ୍ଷାବିତ୍ ମାନେ ଯେଉଁ ଏକକାଳୀନ ଯେଉଁ ଆନ୍ଦୋଳନ ହେବ ସେତେବେଳେ ମୋହନ ମାଝୀ ମହୋଦୟ ନିତ୍ୟାନନ୍ଦ ଗଣ୍ଡକୁ ପ୍ରଶ୍ନ ପଚାରିଦେବ ବିଧବା ବୁଢ଼ା ବୁଢ଼ୀ ବିକଳାଙ୍ଗ ଏମାନଙ୍କୁ ତୁରନ୍ତ 3000 ଟଙ୍କା ଭତ୍ତା ଦିଅନ୍ତୁ। ନିୟମିତ ରାଜ୍ୟରେ ଗୋଟିଏ ଦିନରେ ସମସ୍ତେ ଭତ୍ତା ପାଇବା ପାଇଁ ମୁଁ ଆପଣଙ୍କ ମାଧ୍ୟମରେ କହୁଛି। ନହେଲେ ନିତ୍ୟାନନ୍ଦ ଗଣ୍ଡ ମହୋଦୟକୁ ଏ ଯେଉଁ ଆମର ମୁଖ୍ୟମନ୍ତ୍ରୀକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ?